ସାର୍ ନମସ୍କାର। ସାର୍ ଆଜି ଆଉ କ'ଣ କିଛି କହିବେନି ଗୀତାର କଥା? ଆରେ ରଶ୍ମି ବାବୁ, ବହୁତ ଦିନ ପରେ ଦେଖା। ଆଜ୍ଞା। ହଁ, ଯାହା ହଉ ଠିକ୍ ସମୟରେ ଦେଖା ହେଇଗଲେ। ଏ ଚମ୍ପା ଫୁଲ ଦୁଇଟା ପଡ଼ିଥିଲା, ଗୋଟଉଥିଲି। ସଉକ ତ ଅଛି ଆଉ। ଘରକୁ ନେବେ? ଘରକୁ ତ ନେବି। ମୋତେ ଦେଖିଲେ କିନ୍ତୁ ଆପଣଙ୍କୁ ଭାରି ଭଲ ଲାଗେ, କାହିଁ ଜାଣନ୍ତି? ଏକରେ ତ ଆମ ଅଫିସ୍ ଭିତରେ କର୍ମଠ ବ୍ୟକ୍ତିଟିଏ, ଯେତେବେଳେ ଦେଖୁଥିବି ଦିନ ନାହିଁ ରାତି ନାହିଁ ସବୁବେଳେ କାମ କରୁଥିବି। ଆଉ ଗୋଟେ ଭଲ ଗୁଣ ମୋତେ ଭଲ ଲାଗେ, ଆପଣ ସବୁ ଦେବାରେ ଆନନ୍ଦ ପାଆନ୍ତି। କେତେବେଳେ ମହାଦେବଙ୍କର ପ୍ରସାଦ ଦେଲେଣି, କେତେବେଳେ ରସଗୋଲା ଦେଲେଣି, କେତେବେଳେ ଘରେ ତିଆରି ଲଡ଼ୁ ପିଠା କ'ଣ ନ ଦିଅନ୍ତି କହିଲେ, ସେଗୁଡ଼ା ଖାଇଲେ ମୋତେ ଭାରି ଭଲ ଲାଗେ। ଆଉ ଦେଖନ୍ତୁ, ଏସବୁ ଜିନିଷକୁ ଭଗବାନ ଭଗବତ ଗୀତାରେ କର୍ମଯୋଗୀ ବୋଲି ଆଖ୍ୟା ଦେଇଛନ୍ତି। ତେଣୁ ଏ କର୍ମଯୋଗୀ କ'ଣ, ମୋର ଆଜି ମନେ ପଡ଼ୁଛି, ଯଦି ଗୀତା କଥା ପଚାରିଲାଣି କହିଦେଉଛି ଗୋଟେ ଶ୍ଳୋକ। ସେ ଶ୍ଳୋକଟା ହେଉଛି ଆମର ଅଷ୍ଟମ ଅଧ୍ୟାୟର, ମୋତେ ମନେ ପଡ଼ୁଛି ଯାହା, ସେ ଅଷ୍ଟମ ଅଧ୍ୟାୟର ହେଉଛି 15 ନମ୍ବର ଶ୍ଳୋକ। ସେଥିରେ ଭଗବାନ କ'ଣ କହୁଛନ୍ତି ଶୁଣନ୍ତୁ, ସେ ଠିକ୍ ଆପଣଙ୍କୁ ଆପ୍ରୋପ୍ରିଏଟ୍ ହେବ। ସେ ଜିନିଷ କହୁଛନ୍ତି, ମାମୋପେତ୍ୟ ପୁନର୍ଜନ୍ମ ଦୁଃଖାଲୟମ ଶାଶ୍ୱତମ୍ ନାପ୍ନୁବନ୍ତି ମହାତ୍ମାନ ସଂସିଦ୍ଧିଂ ପରମାଙ୍ଗତାଃ। ଟିକେ ଟିକେ ବୁଝିପାରୁଥିବେ, ତଥାପି ଏଥିରେ ଭଗବାନ ତିନୋଟି ଜିନିଷ କହିଛନ୍ତି। ଏ ସଂସାରରେ ଯେତେବେଳେ ଆମେ ଆସୁ, ସଂସାରର ବ୍ୟାଖ୍ୟା ଗୋଟେ ଭଗବାନ କହିଛନ୍ତି। ୟାକୁ ସେ କହିଛନ୍ତି, ଏ ହେଉଛି ଅଶାଶ୍ୱତମ୍, ଏ ହେଉଛି ଦୁଃଖାଳୟମ୍। ସଂସାରକୁ ଦୁଃଖପୂର୍ଣ୍ଣ ବୋଲି କହିଛନ୍ତି, ଯେଉଁଟାକୁ ବୁଦ୍ଧଦେବ ଜୀବନ ସାରା ତପସ୍ୟା କରିକି ଗୋଟିଏ ସିଦ୍ଧାନ୍ତରେ ପହଞ୍ଚନ୍ତି, ସଂସାର ହେଉଛି ଦୁଃଖମୟ। ଭଗବାନ ସେଇଟାକୁ 5200 ବର୍ଷ ତଳେ କହିଥିଲେ, ଏ ସଂସାର ହେଉଛି ଦୁଃଖାଳୟ। ସ୍କୁଲକୁ ଗଲେ ପାଠ ପଢ଼ିଲା ବେଳକୁ ତାକୁ ବିଦ୍ୟାଳୟ କହନ୍ତି, ଯେଉଁଠି ନୃତ୍ୟାଙ୍ଗନା କରନ୍ତି ସେ ନୃତ୍ୟାଙ୍ଗନା ନୃତ୍ୟାଳୟ କହନ୍ତି, ଅଫିସରେ କାମ କରିବାକୁ କାର୍ଯ୍ୟାଳୟ କହନ୍ତି। ସେମିତି ଭଗବାନ ସଂସାରଟା ଏତେ ଦୁଃଖପୂର୍ଣ୍ଣ, ତାକୁ ସେ କହୁଛନ୍ତି ଦୁଃଖାଳୟ। ସେମିତିକା ଅଶାଶ୍ୱତମ୍ ମାନେ କ'ଣ କହିଲେ, ଟେମ୍ପୋରାରୀ, ଛୋଟ ସମୟ ପାଇଁ ସେ ରହେ। ଏଠି ସୁଖ ଆଦୌ ରହେନି, ଦୁଃଖ ସବୁବେଳେ ଥାଏ। କିନ୍ତୁ ମଣିଷ ଦୁଃଖଟାକୁ ଅନୁଭବ କରୁ କରୁ କହେ, ନାହିଁ ମୁଁ ତ ବହୁତ ଖୁସିରେ ଅଛି। ତେଣୁ ସେ କିଛି ବୁଝିପାରେନି। ସେଠି ଆପଣମାନଙ୍କ ପାଇଁ ଯୋଗୀ ଯଦି ଥାଆନ୍ତି ନା, ତାହେଲେ ସେ ସଂସାରରେ ଦୁଃଖ ଭିତରୁ ସୁଖ ବାଛିକି ନେଇଯିବେ। ତେଣୁ ସେଥିପାଇଁ ଏଥିରେ ଆଉ ଗୋଟେ ଜିନିଷ କୁହାଯାଇଛି, ନାପ୍ନୁବନ୍ତି ମହାତ୍ମାନଃ। ଯେଉଁମାନେ ମହାତ୍ମା, ମାନେ ଆମ ଭଳିଆ ଅର୍ଡ଼ିନାରୀ ଲୋକ ନୁହଁ, ଯେଉଁମାନେ ମହାତ୍ମା, ଯେଉଁମାନେ ଯୋଗୀ, ଯେଉଁମାନେ ସତ୍ପୁରୁଷ, ସେମାନେ କ'ଣ କରନ୍ତି ଜାଣନ୍ତି? ସେମାନେ ସଂସାର ଭିତରେ ଏ ଜିନିଷଟାକୁ ଦୂରେଇ ଯାଆନ୍ତି। ଏ ସଂସାର କ୍ଷଣସ୍ଥାୟୀ ସୁଖ ଭିତରେ ସେମାନେ ବାନ୍ଧି ରହନ୍ତିନି, ସବୁବେଳେ କର୍ମଯୋଗୀ ହେଇଥାନ୍ତି। ଧ୍ୟାନାତ୍ମକ ଅବସ୍ଥାରେ ଈଶ୍ୱରଙ୍କୁ ପ୍ରଣାମ କରନ୍ତି। ତାପରେ ସେମାନେ ଯେଉଁ ପ୍ରାପ୍ତି ହୁଅନ୍ତି, ସେ ହେଉଛି ପରମ ସିଦ୍ଧି। ପରମ ସିଦ୍ଧି ନାପ୍ନୁବନ୍ତି, ସେଇମାନେ ହିଁ ସିଦ୍ଧି ପ୍ରାପ୍ତି ହୁଅନ୍ତି, ଯେଉଁମାନେ ଦିନେ ନା ଦିନେ ସମସ୍ତ କର୍ତ୍ତବ୍ୟଠୁ କଲାବେଳେ ଭଗବାନଙ୍କୁ ନିଜ ସହିତ ଧରି ରଖିଥାନ୍ତି। ତେଣୁ ଏ ସଂସାର ଦୁଃଖମୟ, ଏ କଥା ଭଗବାନ କହିଲା ବେଳେ ଆମ ସମସ୍ତଙ୍କୁ ତା ଭିତରେ ଗୋଟିଏ ଜିନିଷ ଅନୁଭବ କରିବାକୁ ପଡ଼ିବ। ସଂସାର ଭିତରେ ଥିଲେ ମଧ୍ୟ ପରମ ପୁରୁଷଙ୍କୁ କେବେ ଆମେ ଛାଡ଼ିବାନି। ତାହେଲେ ଆମେ ମନୁଷ୍ୟରୁ ମହାତ୍ମା ବନିଯିବା। ଆଉ ଥରେ ଯେତେବେଳେ ଆମେ ମନୁଷ୍ୟରୁ ମହାତ୍ମା ବନିଯିବା ନା, ତାଙ୍କୁ ନ ଛାଡ଼ିକି ରହିପାରିବାନି, ଏବଂ ଆମେ ହେଇଯିବା ପରମ ସିଦ୍ଧ ଜ୍ଞାନଯୋଗୀ, ତତ୍ତ୍ୱଯୋଗୀ, କର୍ମଯୋଗୀ, ଏବଂ ସର୍ବଶେଷରେ ଜଣେ ଉପଯୁକ୍ତ ଭକ୍ତ। ଆଉ ମୁଁ ଆପଣଙ୍କୁ କ'ଣ କହିବି, ଆପଣ ତ ବୁଝିସାରିବେଣି ମୁଁ କ'ଣ କହୁଛି। ଏ ସଂସାର ଭିତରେ ଆପଣଙ୍କ ଭଳିଆ କେତେ ଲୋକ ଥାଆନ୍ତି, ତାହେଲେ ମନେ ରଖନ୍ତୁ, ଅଦୃଶ୍ୟ ପଟରେ ସେମାନେ ହେଉଛନ୍ତି ଗୋଟେ ଗୋଟେ ଭକ୍ତ। ତେଣୁ ଆପଣଙ୍କୁ ମୋତେ ଏଇଥିପାଇଁ ଭଲ ଲାଗେ, ଯାହା ହଉ ଫୁଲ ଗୋଟିଏ ବେଳେ ସନ୍ଧ୍ୟାବେଳେ ଆପଣ ଦେଖା ହେଇଗଲା, ବହୁତ ଭଲ ଲାଗିଲା। ଜୟ ଜୟ ଜଗନ୍ନାଥ। ଥ୍ୟାଙ୍କ ୟୁ ଆଜ୍ଞା, ଥ୍ୟାଙ୍କ ୟୁ ସାର୍, ବହୁତ 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 ଧନ୍ୟବାଦ ସାର୍।